ଆମେ ଆସିଥିବାର କାରଣ ଆମର ଡିସେମ୍ବର 7 ତାରିଖ ଆମ ଗାଁରେ ଭାଙ୍ଗାଚୋଡ଼ା ଲୁଟପାଟ ଚୋରି କରିକି ସେମାନେ ନେଇଛନ୍ତି ଏବଂ ଡିସେମ୍ବର 8 ତାରିଖ ଆମ ଗାଁର ସବୁ ଘରଦ୍ୱାର ସବୁ ପୋଡ଼ି ଜାଲି ସବୁ ଛାରଖାର କରିଦେଇଛି, ସବୁ ପୋଡ଼ିକି ପାଉଁଶ ହେଇଯାଇଛି। ଆମର ଖାଇବା ପାଇଁ କିଛି ନାହିଁ, ଆମର ଘରଦ୍ୱାର ସବୁ ପୋଡ଼ି ଜାଲି ଛାରଖାର କରିଦେଲେ, ପାଉଁଶ କରିଦେଲେ, ଆମର ଘର କିଛି ନାହିଁ ଗାଁରେ ବର୍ତ୍ତମାନ। এবং আমার সেই যে ব্যাঙ্করু এসএচজি মা মানে সমস্তে এসএচজি মা মানে 20টা এসএচজি গ্রুপ অছি, সেই গ্রুপর মা মানে সমস্তে মালকানগিরি স্টেট ব্যাঙ্ক এবং বিভিন্ন ব্যাঙ্করু সেমানে চাষ পাই লোন নেইଥିଲେ। ଏବେ ଆମେ ଚାଷବାସ କରି ଯେଉଁ ଧାନ ଫସଲ ଯାହା ହେଇଛି ସବୁ ଚାଷ ଧାନ ସବୁ ପୋଡ଼ି ଯାଇଛି। ଏବେ ଆମର ସେଇ ଋଣ ଶୋଧ କେମିତି କରିବି, ଆମର ସେଇ ଋଣ ଶୋଧ କରିବାର କିଛି ଉପାୟ ନାହିଁ। ଆମେ ବର୍ତ୍ତମାନ ଆମେ ସବୁ ଆଖପାଖ ଆମର ବ୍ଲକରୁ ଯାହା ଦେଉଛନ୍ତି ସେଇଗୁଡ଼ା ଖାଉଛି, ଆମର ଇନକମ୍ର କିଛି ନାହିଁ। ଆମେ ସେ ଲୋନ୍ କେମିତି ପରିଶୋଧ କରିବି, ଆମେ ବ୍ୟାଙ୍କରେ ଯାଇଥିଲୁ, ଯାଇକି ଆମେ ଜଣାଇଲୁ, ବ୍ୟାଙ୍କରୁ କହିଲେ ଆପଣମାନେ ଯାଇକି ବ୍ଲକରେ ବିଡ଼ିଓ ସାର୍ଙ୍କୁ ଜଣାନ୍ତୁ, ଥାନାରେ ଜଣାନ୍ତୁ, କଲେକ୍ଟର ସାର୍ଙ୍କୁ ଜଣାନ୍ତୁ। ହେଲେ ବର୍ତ୍ତମାନ ଆମେ ବିଡ଼ିଓ ସାର୍ଙ୍କ ପାଖରେ ଆସିଛି। ଆମର ଏଇ 20ଟା ଏସଏଚଜିର ଯେଉଁ ଲୋନ୍ ଅଛି, ଯେତିକି ଯାହା ଲୋନ୍ ଅଛି, ଆମେ ଚାହୁଁଛୁ ଆମର ସାର୍ ଯେମିତି ହେଲେ ଆମର ସେଇ ଲୋନ୍ ଛାଡ଼ କରିଦିଅନ୍ତୁ। ଯଦି ସେଇ ଲୋନ୍ ଛାଡ଼ି କରିଦେଲେ ଆମେ ଟିକେ ବଞ୍ଚିପାରିବୁ। 24 ନମ୍ବରରୁ ଆସିଛି। ଆଜି ଆସିଛି ମୁଁ 20ଟା ଗ୍ରୁପ୍ ଧରିକି ଏସଏଚଜି ମାକୁ ନେଇ ଆମେ ବ୍ୟାଙ୍କରୁ ଲୋନ୍ ନେଇଥିଲୁ ସାର୍। ସେଇ ଲୋନ୍ ଆମେ ତ ନେଇଥିଲୁ ସାର୍ କାମରେ ଲଗାଇବେ ବୋଲି, କିନ୍ତୁ ସେଇ ଚାଷ କାମ କରିଥିଲି, ଯାହା ନେଇଥିଲି କାମ ଲଗାଇଲି, ସବୁ ହେଲା ଚାଷ ହେଲା ସବୁ ନଷ୍ଟ ହେଇଗଲା ସାର୍। ଏବେ ଆମେ କେମିତି ସେ ପଇସା ଶୋଧ କରିବି? ଆମର ତ କିଛି ନାହିଁ ସାର୍। ଆମେ ଏବେ କ'ଣ ଖାଇବି, ଆମ କ'ଣ ପିନ୍ଧିବି ସାର୍? ଆମର କିଛି ନାହିଁ, ଆମେ ଏବେ ରାସ୍ତାର ଲୋକ ସାର୍। ଆମ ଏବେ କିଛି ନାହିଁ, ଆମେ ଗରିବ ପୁରା ରାସ୍ତାରେ ଯାହା ଯାଉଛି ଆମେ ସେଇଟା ଖାଉଛି ସାର୍। ଆମେ ଲୋନ୍ କେମିତି ଶୋଧ କରିବି ସାର୍? ଆମେ ଆସିଛି ସାର୍। ସାର୍ କଲେକ୍ଟର ପାଖକୁ କାଲି ଯାଇଥିଲି, ସାର୍ ଥିଲା ନାହିଁ, ବ୍ୟାଙ୍କରୁ ଯାଇଥିଲି, ବ୍ୟାଙ୍କ ସାର୍ ବି କହିଥିଲେ ସାର୍ ଆପଣ ଯାଆନ୍ତୁ, ବ୍ଲକରେ ଯାଆନ୍ତୁ, ଯେ ଥାନାକୁ ଯାଆନ୍ତୁ। ଆମେ ସାର୍ ଯାଇଥିଲି, ଥାନାକୁ ସାର୍ କହିଲେ ଆପଣ ବ୍ଲକରେ ଆସନ୍ତୁ। ଆମେ ଚାହୁଁଛୁ ଯେ ସାର୍ ଆମର ଲୋନ୍ଟା ଶୋଧ କରାଯାଉ, ଛାଡ଼ ହେଇଯାଉ। ଆମେ ତ କେହି ପଇସା ବାନ୍ଧି ପାରିବିନି ସାର୍। ଆମର କାହାର ବି କ୍ଷମତା ନାହିଁ ଯେ ଆମେ ପଇସା ବାନ୍ଧିବି ବୋଲି। ଆମର କିଛି ନାହିଁ। ଆମର ସାର୍ ସହାୟତା ସେଇ ଡିନର ସେଟ୍ ଦେଲେ ରେଡ୍ କ୍ରସରୁ, ଆଉ କମ୍ବଲ କ'ଣ ଦେଲେ, ଆଉ ତ କିଛି ନାହିଁ ସାର୍। ଆମକୁ ଯାହା ପବ୍ଲିକ ଦେଲେ, ଯାହା ଦେଲେ ସରକାର ଆମକୁ ହେଲେ କିଛି ଏବେ ତ ଦେଇନି ସାର୍। ଆମର କିଛି ନାହିଁ, ଆମେ କ'ଣ ଖାଇ ବଞ୍ଚିବି ସାର୍? ଆମେ କେମିତି ଲୋନ୍ ବାନ୍ଧିବି? ଆମର କିଛି ନାହିଁ। ଆମେ ଆସିଛୁ ସାର୍, ସମସ୍ତଙ୍କୁ ସାର୍କୁ ଜଣାଉଛି ଆମର ଲୋନ୍ଟା ଟିକେ ସାର୍ କରନ୍ତୁ। ଆସିଛୁ ଆମ ଗାଁରେ ଗୋଟେ 7 ତାରିଖରେ ଗୋଟେ ଇସ୍ୟୁ ହେଇଥିଲା। ସେଥିପାଇଁ ଆମର ଘର ପୁରା ସବୁ ଜାଳି ପୋଡ଼ି ସବୁ ପାଉଁଶ ହେଇଯାଇଛି। ତାପରେ ସେଥିପାଇଁ ଆମେ ଆମ ଏସଏଚଜି ମା ସମସ୍ତେ ଆମେ ବ୍ଲକରେ ଆସିଛୁ, ଥାନାରେ ଆସିଛୁ, ଥାନା ଯାଇଥିଲୁ, ଏବେ ବ୍ଲକରେ ଆସିଛୁ। ଆସିକିନା ସାର୍ଙ୍କୁ ବିଡ଼ିଓ ସାର୍ଙ୍କ ପାଖରେ ଆମେ ଆର୍ଜି କରୁଛୁ ଯେ ଆମର ଯେଉଁ ସବୁ କ୍ଷୟକ୍ଷତି ହେଇଛି, ତାପରେ ଭିତରେ ଯେଉଁ ଲୋନ୍ ଅଣା ହେଇଛି ସେଇଟା ଆମର ଏବେ ତ ବାନ୍ଧିବା କ୍ଷମତା ନାହିଁ। ଆମେ କେମିତି ବାନ୍ଧିବୁ, କ'ଣ କରିବୁ? ଆମର ତ କିଛି ନାହିଁ। ଆମର କେମିତି ହେଲେ ସେ ସାର୍ ଟିକେ ଆମକୁ ସମସ୍ତଙ୍କୁ ସାହାଯ୍ୟ କରିବେ, ଆମର ଲୋନ୍ଟା ଟିକେ କେମିତି ହେବ କି ନା ହେବ। ଆମର ତ ସେ ସକ୍ଷମ ନାହିଁ ଯେ ଆମେ ବାନ୍ଧିବୁ। ଆମର କିଛି କାମ ବି ନାହିଁ, କିଛି ନାହିଁ, ଘର ଦ୍ୱାର ସବୁ ତ ଜାଳି ପୋଡ଼ି ପାଉଁଶ ହେଇଯାଇଛି। ସେଥିପାଇଁ ଏତିକି ଅନୁରୋଧ କରୁଛି ଯେ ସାର୍ ଆମକୁ ଏତିକି ସହାୟତା କରିବେ ଯେ ଆମକୁ ମାନେ ଲୋନ୍ଟା ଯେମିତି ହେଲେ ଛାଡ଼ ହେଉ କି ନ। ସେଥିପାଇଁ ଆମେ ଆସିଛୁ, ସମସ୍ତେ ମା ସବୁ ମା ମାନେ ଆସିଛନ୍ତି। ଆମେ ଏତିକି ଆର୍ଜି ଆମେ ରଖୁଛୁ।